ଆଜିର ସୁବିଚାର। ଯେବେ ବି ସମ୍ପର୍କ ନୂଆ ହୋଇଥାଏ ସେତେବେଳେ କଥା ହେବା ପାଇଁ ବାହାନା ଖୋଜନ୍ତି, କିନ୍ତୁ ଯେତେବେଳେ ସେ ସମ୍ପର୍କ ପୁରୁଣା ହୋଇଯାଏ ଦୂରେଇବା ପାଇଁ ବାହାନା ଖୋଜନ୍ତି। ରାତି ପାହିଗଲା ପରେ ଯେପରି ସକାଳ ଆସେ ସେପରି ଦୁଃଖ ପରେ ସୁଖ ନିଶ୍ଚିତ। କେବଳ ପାର୍ଥକ୍ୟ ଏତିକି, ସୁଖ ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ। ମନେ ରଖନ୍ତୁ, କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ଯୋଗ୍ୟତାର ପରିଚୟ, ଆଉ ବ୍ୟବହାର ବଂଶର ପରିଚୟ ଦେଇଥାଏ। ଆଜିର ଏ ଦୁନିଆରେ ମିଛକୁ ଯେତେ ଧୀରେ କୁହନା କାହିଁକି ସମସ୍ତେ ଶୁଣିପାରିବେ, କିନ୍ତୁ ସତକୁ ଯେତେ ଜୋରରେ କହିଲେ ବି କେହି ଶୁଣିପାରିବେ ନାହିଁ। ସବୁବେଳେ କିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତିର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ। ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ। ମିଥ୍ୟାରୋପ ଶୁଣିବା ନିଶ୍ଚୟ କଷ୍ଟଦାୟକ, କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏ ଧୈର୍ଯ୍ୟର ସହ ଅପେକ୍ଷା କରିବା ଉଚିତ। ସମୟ ହିଁ ଏହାର ଶ୍ରେଷ୍ଠ ଉତ୍ତର। ଜୀବନ ମୋତେ ଗୋଟେ କଥା ଶିଖେଇ ଦେଲା ଯେ ନିଜକୁ ନିଜେ ହିଁ ଖୁସିରେ ରଖିବ, କେବେ କାହାଠାରୁ କିଛି ଆଶା କରିବ ନାହିଁ। ମନେ ରଖନ୍ତୁ, ବିଶ୍ୱାସ ଗଢ଼ିବାକୁ ଯେତେ ସମୟ ଲାଗୁ ନା କାହିଁକି ବିଶ୍ୱାସ ଭାଙ୍ଗିବା ପାଇଁ ଗୋଟିଏ ମୁହୂର୍ତ୍ତ ଯଥେଷ୍ଟ। କୌଣସି ମଣିଷ କେବେ ନିଜ ଇଚ୍ଛାରେ ବଦଳି ନଥାଏ। ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଥାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ। ମଣିଷ ଦୁଇଟି ଜିନିଷ କେବେ ବି ଭୁଲି ନଥାଏ, ଗୋଟିଏ ହେଲା ବାହାର ଲୋକଠାରୁ ମିଳିଥିବା ସମ୍ମାନ, ଆଉ ଅନ୍ୟଟି ନିଜ ଲୋକଠାରୁ ମିଳିଥିବା ଅପମାନ। ଜୀବନରେ କେବେ ବି କାହାକୁ ଅଦରକାରୀ ଭାବିବା ଉଚିତ ନୁହେଁ, କାହିଁକି ନା ଭଗବାନ କାହାକୁ ବି ବିନା କାରଣରେ କେବେ ବି ସଂସାରକୁ ପଠାନ୍ତି ନାହିଁ। ମୃତ ଶରୀର ପାଖରେ କରାଯାଉଥିବା ପ୍ରଶଂସା ଏବଂ ଆଘାତ ଦେଇ ସାରିବା ପରେ ଭୁଲ ମାନିବା, ଏ ଦୁଇଟାର କୌଣସି ମହତ୍ତ୍ୱ ନଥାଏ। ଜୀବନର ପ୍ରକୃତ ଆନନ୍ଦ ନେବା ପାଇଁ ଅନ୍ୟ ଉପରେ ନିର୍ଭର ନକରି ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ, କାହିଁକି ନା ସମୟ ଯେ କେତେବେଳେ ପୂର୍ଣ୍ଣଚ୍ଛେଦ ପକାଇବ ତାହା କେହି ଜାଣନ୍ତି ନାହିଁ। ବିଶ୍ୱାସ ଭାଙ୍ଗିଥିବା ଲୋକକୁ ବି ଥରେ ଧନ୍ୟବାଦ ଦିଅନ୍ତୁ, କାହିଁକି ନା ସେ ହିଁ ତୁମକୁ ଶିଖେଇଥାଏ ଯେ ବିଶ୍ୱାସ କରିବା ପୂର୍ବରୁ 100 ଥର ଭାବି ଚିନ୍ତି କରିବ। ମନେ ରଖନ୍ତୁ, ଯେଉଁଠି ବିଶ୍ୱାସର ମୂଲ୍ୟ କିଛି ନଥାଏ ସେଇଠି ସମ୍ପର୍କର ମୂଲ୍ୟ ଖୋଜିବା ବୃଥା ଅଟେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।